ବୁକିଂ କରି ଡାକିଥିଲୁ, ତାଙ୍କୁ ବି ବୁଝେଇଲି, ସେମାନେ ବି ମାନୁଛନ୍ତି। 10 ଟଙ୍କା ତେଲ ରେଟ୍ ଯେହେତୁ ବଢିଛି, ଖାଲି 20 ଟଙ୍କା ତେଲ ରେଟ୍ ବି ବଢିବ। ଆଉ ସେମାନେ ତ ଜାଣିନଥିଲେ, ସେ ବର୍ତ୍ତମାନ ତାଙ୍କ ସ୍ୱଇଚ୍ଛାରେ ଖୁସିରେ ବି କହୁଥିଲେ ଭାଇ ଆମେ ବାଇକଟ୍ କରିବୁ। ସମସ୍ତେ ଯିଏ ବି ଶୁଣୁଛନ୍ତି ଭିଡ଼ିଓଟି ସମସ୍ତେ ବାଇକଟ୍ କରନ୍ତୁ, କାରଣ ଯଦି ଆପଣ ଏବେଠୁ ବାଇକଟ୍ ନ କରିବେ, ଆଜି ତେଲ ରେଟ୍ 10 ଟଙ୍କା ବଢିଛି, ଖାଲି 20 ଟଙ୍କା ବଢିବ, ଆମେ ସେଇଥିରେ କଟିବା, କମ୍ପାନୀର କିଛି ଫରକ ପଡିବ। କମ୍ପାନୀର ତା ଇନସେଣ୍ଟିଭ ତାର ଯୋଉ ଆମ ପ୍ଲାଟଫର୍ମ ଫିସ୍ ଯୋଉ ରିଚାର୍ଜ ସେ କାଟି ଦେଇଛି, ତାର କିଛି ଲସ୍ ହବନି, ଲସ୍ ଆମ ମାନଙ୍କର ହବ। ଏବେ ତେଲ ରେଟ୍ ବଢି ଯାଉଛି, ଗ୍ୟାସ ରେଟ୍ ବଢିଗଲା, ଚାହା 15 ଟଙ୍କା ବଢିବ, ହୋଟେଲର ତାର ଦରମ ବଢିଗଲା, ପ୍ରତ୍ୟେକ ଦର ଦାମ ବଢିଲା, କିନ୍ତୁ ଆମ ଡ୍ରାଇଭର ତାର ଦାମ ବଢିନି। ସରକାରଙ୍କୁ କିଛି ଫରକ ପଡୁନି, ସରକାରଙ୍କ ପବ୍ଲିକ ଇଏ ଦରକାର, ସିମ୍ପାଲି ଦରକାର, କିନ୍ତୁ ଡ୍ରାଇଭର ଦୁଃଖ ଭାଇ କଣ କହୁଥିଲି କୁହନ୍ତୁ ଆପଣ? ନା ନା ଆପଣ ଯୋଉଟା କହିଲେ ବି ଠିକ କଥା, ଏମିତି ଭାଇ କଣ କହିବ? ଠିକ କଥା, ବହୁତ କମ ଦେଖୁଛି। ଭାଇ ମାନେ ମାନୁଛନ୍ତି, ଆପଣ ବି ମାନନ୍ତୁ ସମସ୍ତେ, ଆଉ ସଚେତନ ହୁଅନ୍ତୁ, ଅନ୍ୟକୁ ବି ସଚେତନ କର। ରହିଲି, ଜୟ ଜଗନ୍ନାଥ।